ଯେତେବେଳେ ମୁଁ G20 ସମ୍ମିଳନୀ ଇଣ୍ଡୋନେସିଆରେ ଦେଖିଥିଲି ଆମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭାଷଣ ଦେଉଥିଲେ ସେ ଆମ ଓଡ଼ିଶାର କଲଚରଟାକୁ ନେଇକିନା କହିଲେ ଓଡ଼ିଶାର କଲଚରର ପ୍ରଥମ ମୁଖ୍ୟତଃ ସେ ଆମ କଟକର ବାଲିଯାତ୍ରା ବିଷୟରେ କହିଥିଲେ ଯେଉଁଟାକି କଟକର ଯେତେ ପୁରାତନ ବାଲିଯାତ୍ରା ମୁଁ କେବେ ଜାଣିନଥିଲି ହେଉଥିଲି ଇଣ୍ଡୋନେସିଆରେ ଦେଖିଲା ତାଙ୍କ ଭାଷଣ ଦେଖିଲା ପରେ G20 ସମ୍ମିଳନୀର ଭାଷଣ ମୁଁ ଜାଣିବାକୁ ପାଇଲି ଯେ କଟକରେ ଏତେ ବଡ଼ ଆକାରରେ ବାଲିଯାତ୍ରା ହେଉଛି। ମୁଁ ଶୁଣିଥିଲି କିନ୍ତୁ ବାଲିଯାତ୍ରା ହେଉଛି କିନ୍ତୁ ଏତେ ବଡ଼ ଆକାର ହେଉଛି ବୋଲି ମୁଁ ଜାଣିନଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଦେଖିଲା ପରେ ମୁଁ ଜାଣିଲି। ତାପରେ ମୁଁ ଏବେ ଆସିଛି ଦେଖିଲି ସେ ଯେଉଁ କହୁଥିଲେ ବାଲିଯାତ୍ରା ପଡ଼ିଆରେ ବାଲିରେ ଚାଲୁଛନ୍ତି ଲୋକମାନେ ତାକୁ କୁହାଯାଉଛି ବାଲିଯାତ୍ରା। ଏଠି ବହୁତ ପୁରାତନ ଜିନିଷ ଅଛି। ଏଇଠି ଆପଣ ଦେଖିପାରୁଥିବେ ପଛପଟେ ଆମର ଗ୍ୟାଲେରୀ ହେଇଛି। ମାନେ ଏଇ ଯେଉଁ ଗ୍ୟାଲେରୀରେ ମୁଁ ଦେଖିବାକୁ ପାଇଲି ଯେ ମାନେ ଆମ କଲଚର ସହିତ ତାଙ୍କ କଲଚର କେମିତି ମିଶୁଛି, ମାନେ ଆମ ବାଣିଜ୍ୟ ସହିତ ତାଙ୍କ ବାଣିଜ୍ୟ କେମିତି ମିଶୁଛି। ଏଠି ମାନେ ଆମ ଦେବୀ ଦେବତା କେମିତି ପୂଜା ପାଉଛନ୍ତି ତାଙ୍କ ଦେଶରେ, ଆମର ଦେବୀ ଦେବତା ତାଙ୍କର ଦେବୀ ଦେବତା ଏଠି କେମିତି ପୂଜା ପାଉଛନ୍ତି ସେଟା ବି ଦେଖିବାକୁ ପାଇଲୁ। ପୁରାତନ ଜିନିଷ କିଛି ଦେଖିବାକୁ ପାଇଲୁ। ପୁରାତନ ଯେମିତି କଟକର ପୁରାତନ ଫଟୋ ଦେଖିବାକୁ ଗୋଟେ ପାଇଲୁ, ପ୍ରଚଳିତ ମୁଦ୍ରା କଉଡ଼ି। ତାପରେ ଆମର ଏଇଠି ଆସିଛି ମାନେ ଯେତେ 3 ରଥ ଥିଲା, ମା ସୁଭଦ୍ରାଙ୍କର ହଉ କି ଜଗନ୍ନାଥଙ୍କର ହଉ ବଳଭଦ୍ରଙ୍କର ହଉ ସବୁ ରଥର ଚକ୍ର ଆସିଛି ମଧ୍ୟ। ତାପରେ ଆମର ଯେଉଁ ବୋଇତରେ ମାନେ 7 ପୁଅଙ୍କ ମଧ୍ୟରେ ଗୋଟିଏ ଭଉଣୀ ଥିଲେ, ସେ କେମିତି ଜାହାଜରେ ଯେଉଁ ଡଙ୍ଗାରେ ଯାଇଥିଲେ ବାଣିଜ୍ୟ ବେପାର କରିବା ପାଇଁ ପୁଣି ଫେରିଥିଲେ, ତାହା ବି ଆମର ଏଇ ଭିତରେ ଅଛି। ବହୁତ ପୁରାତନ ଜିନିଷ ଅଛି ଆପଣ ଦେଖିବାକୁ ପାଇବେ। ଏଠାରେ ବହୁତ ପୁରାତନ ମୁଖା ବି ଅଛି ଆପଣ ଦେଖିବାକୁ ପାଇବେ, ଏପଟେ ଅଛି। ତାପରେ ଏପଟେ ଆମର ଭଲ ଆକର୍ଷଣୀୟ ଡାଇନୋସର ହେଇଛି। ଆଜି ଆମର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି ଭାଷଣ ଦେବା ପାଇଁ ବି ଏଇଠି ସମସ୍ତେ ଅଛନ୍ତି, ଉପମୁଖ୍ୟମନ୍ତ୍ରୀ। ଏଇ ପାଭିଲିୟନଟା ମୁଁ ମାନେ ଶିକ୍ଷାଗତ ଲାଇନରେ ଯେତେ ମାନେ ଛାତ୍ରଛାତ୍ରୀ ଅଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରିବି ସେମାନେ ବାଲିଯାତ୍ରା ଦେଖି ଆସିଲେ ଏଇ ପ୍ଲେସଟାକୁ ମଷ୍ଟ ଭିଜିଟ୍ କରନ୍ତୁ। এইটা ବହୁତ ଶିକ୍ଷାଗତ ଯୋଗ୍ୟତା ଶିଖିବା ପାଇଁ এই ଜାଗାଟା ବହୁତ କିଛି ଅଛି। ବହୁତ ପୁରାତନ ଜିନିଷ ବି ଅଛି ଆପଣମାନେ ଦେଖିପାରିବେ।